ସତରେ ମା ହାତର ସ୍ୱାଦ ଜମାରୁ କେଉଁଥିରେ ପାଇବେନି। ସେମିତିରେ ନିଜେ କଲେ କି ଆଉ କିଏ କରିକି ଦେଲେ ମଧ୍ୟ ମା ହାତର ସ୍ୱାଦ ଜମାରୁ କେଉଁଠି ମିଳେନି। ଯେମିତିକି ଆଜି ମୁଁ ଆମ୍ବ ଚଟଣି ବନେଇଲି, ଆଉ ମୋ ମା ଯେମିତି ସବୁ ଜିନିଷ ପକେଇକି କରନ୍ତି, ମୁଁ ବି ସେଇ ଜିନିଷ ପକେଇକି କରିଛି, କିନ୍ତୁ ସେଇ ଟେଷ୍ଟଟା ଆସିଲାନି। ଆଉ ମୋ ମା ଶିଳରେ ହିଁ ବାଟନ୍ତି ହାତରେ, ଆଉ ମୁଁ କରିଦେଲି ଗ୍ରାଇଣ୍ଡରରେ। ଆଜି ଆପଣଙ୍କ ସହିତ ଆମ୍ବ ଚଟଣି ରେସିପି ସେୟାର କରିବି ମୋ ମା ଭଳି ଠିକ୍। ତାପରେ ଏଠି ଦେଖନ୍ତୁ ମୁଁ ଗ୍ରାଇଣ୍ଡିଙ୍ଗ ଜାର୍ରେ ଛୋଟ ଛୋଟ କରିକି ଆମ୍ବକୁ କାଟିକି ଦେଇଦେଇଛି, ଆଉ ସେଥିରେ କଟା ପିଆଜ ଆଉ ଦେଇଦେଇଛି ରସୁଣ, ତାପରେ ଦେଇଦେଇଛି କଞ୍ଚା ଲଙ୍କା। ନିଜ ଟେଷ୍ଟ ଅନୁସାରେ ଆପଣ କମ୍ ବେଶୀ କରିପାରିବେ। ତାପରେ ଆମେ ଏଥିରେ ଗୋଟେ ବଡ଼ ଚାମଚ ଗୋଟା ଧନିଆ ନେଇଯିବା, କଞ୍ଚା ଧନିଆ। ତାପରେ ଏଥିରେ ଦେଇଦେବା ଜିରା ଅଧ ଚାମଚ ଖଣ୍ଡେ। ତାପରେ ଆମେ ୟା ଉପରେ ଦେଇଦେବା ଅଳ୍ପ ଟିକେ ଗୁଡ଼, କିମ୍ବା ଗୁଡ଼କୁ ସ୍କିପ୍ ବି କରିପାରିବେ ଯଦି ଆପଣ ଖଟା ଖାଇବା ପାଇଁ ପସନ୍ଦ କରନ୍ତି। ତାପରେ ଗୁଡ଼ ଦେଇକି ସ୍ୱାଦ ଅନୁସାରେ ଏବେ ଆମେ ଏଥିରେ ଦେଇଦେବା ଲୁଣ। ସାଙ୍ଗମାନେ ଏଭଳିଆ ଥରେ ଆମ୍ବ ଚଟଣି ବାଟିକି ଦେଖିବେ, ବହୁତ ଭଲ ଲାଗିବ। ତାପରେ ଏଥିରେ ପୁଦିନା ପତ୍ର ଯଦି ଅଛି ଧନିଆ ପତ୍ର ଦେଇକି ଅଳ୍ପ ଟିକେ ପାଣି ଦେଇକି ୟାକୁ ବାଟି ନେବେ। ଦେଖନ୍ତୁ ଠିକ୍ ଏଇଭଳିଆ ଏମିତି ସ୍ୱାଦରେ ଆପଣ ଥରେ ଆମ୍ବ ଚଟଣି ବନେଇକି ଦେଖନ୍ତୁ, ଦେଖିବେ ବହୁତ ଭଲ ଲାଗିବ। ସେମିତିରେ ତ ଆମ୍ବର ବହୁତ ସାରା ରେସିପି ମୁଁ ଆପଣଙ୍କ ସହିତ ସେୟାର କରିଛି, ଆଉ ଏଣ୍ଡ ସ୍କ୍ରିନ୍ରେ ବି ମୁଁ ଦେଇଦେବି। ଆଉ ଆପଣମାନେ ଯଦି ଦେଖିନାହାନ୍ତି ଚ୍ୟାନେଲ୍ ସେକ୍ସନକୁ ମଧ୍ୟ ଯାଇକି ଦେଖନ୍ତୁ। ଆଉ ଯଦି ଚ୍ୟାନେଲରେ ନୂଆ ଅଛନ୍ତି, ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏଭଳିଆ ନୂଆ ଟେଷ୍ଟି ରେସିପି ଦେଖିବା ପାଇଁ। ଆଉ ଏଇ ଚଟଣିକୁ ଘରେ ଥରେ ନିହାତି ଟ୍ରାଏ କରନ୍ତୁ। ଦେଖା ହେବ ନେକ୍ସଟ ଭିଡ଼ିଓରେ ଆଉ ଗୋଟେ ନୂଆ ରେସିପି ସହିତ। ଥ୍ୟାଙ୍କ ୟୁ।